ହଉ ଆଉ କୋଉ ତ ସୁଲ ପାଣିରେ ଭାସିଲା ପରେ ଆସିବ ଆଉ ଯଦି ଲୁହା ପାଣି ପାଣି ପଡିବାକୁ କୋଉ ଦୋଷ ପୁରୀ ଆସିବ ସତରେ କି ହଉ ମଦର ଲୋକ ଭାସିଲ ଓଳି ତ ସେଇଠି ଭାସିଲା ତ ଭାସ ତ ଆଉ ବୁଢୀ 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 ଯାଏ ତ ଟେକାରେ ଯେବେ ପାଣି ପଡିଛି ସେଟା ବୁଢୀ ଯାଏ ତ ଆଉ କହିଲ ମାଛ ମାନେ ପାଣିରେ ଭାସନ୍ତି ତ କେତେ ଭାସନ୍ତି ଆଉ କେତେ ପରେ ମାଛ ପାଣି ତଳେ ରୁହନ୍ତି ନା ଆଜି ଆମେ ଦେଖିବା କେଉଁ କେଉଁ ଜିନିଷ ପାଣିରେ ପଡୁଛି ଆଉ କେଇଟା ଭାସୁଛି ଏଇଟା ଦେଖିବା ନା ଏଇ ଥାଳିରେ ପାଣି ଅଛି ତ ଆମେ ବିଭିନ୍ନ ପ୍ରକାର ଜିନିଷ ଦେଖିବା କେଇଟା ପଡୁଛି କେଇଟା ଭାସୁଛି ଠିକ ଅଛି ସୂତା ପାଣିରେ ପଡୁଛି ନା ଭାସୁଛି ଆମେ ଦେଖିବା ତ ମତେ କହିବ ପାଣିରେ ପଡୁଛି ନା ଭାସୁଛି ପଡ଼ିକି ଦେଖିବି କହିବ ହେଲା କୁହ ପାଣିରେ ଭାସୁଛି ନା ପଡୁଛି ଭାସୁଛି ତ ସୂତା ତେଣୁ ସୂତା ପାଣିରେ ଭାସେ ନା ପଡେ ଭାସେ ଦେଖିବା କାଗଜ ପାଣିରେ ଭାସୁଛି ନା ପଡୁଛି ହେଲା ଦେଖିବା ତ ଭାସୁଛି ନା ପଡୁଛି ଭାସୁଛି ତ ଓଦା ହେଇଛି ବାକି ଉପରେ ଭାସୁଛି ତ ତଳେ ତ ଲାଗିନି ଉପରେ ଭାସୁଛି ତ ଭାସୁଛି ତ ଭାସୁନି ଏଟା ଭାସୁଛି ଆଇଲେ ଭାସୁଛି ବୁଡୁନି କଣ ତଳେ କି ଆମ ଆଙ୍ଗୁଳି ବୁଡି ହଉଛି ଏଟା ଭାସୁଛି ନା ତାହେଲେ କାଗଜ ପାଣିରେ ଭାସେ ନା ପଡେ ହାତ କଲ କୁହ ଭାସୁଛି ତ କାଗଜ କେମିତି ହଁ ଏଟା ରଙ୍ଗୀନ କାଗଜ ତ ସେଥିପାଇଁ ରଙ୍ଗୀନ ଠିକ ଅଛି ଚକଡେ ପାଣିରେ ବୁଡୁଛି ନା ଭାସୁଛି ହେଲା ପଡିଲା ପାଣି ତଳକୁ ଚାଲିଗଲା ନା ମାନେ କଣ ହେଲା ପାଣିରେ ବୁଡିଗଲା ତ ତାହେଲେ ଚକଡିଟା ଉଚ୍ଚ ସେଥିପାଇଁ ସେ ପାଣିରେ ବୁଡି ଏବେ ଆମେ ଦେଖିବା ଏଇଟା ରଙ୍ଗ ପେନ୍ସିଲ ଏଇଟା ପାଣିରେ ବୁଡୁଛି ନା ଭାସୁଛି ପଡ଼ିଛି ଭାସୁଛି ତ ତାହେଲେ ରଙ୍ଗ ପେନ୍ସିଲଟା ହାଲୁକା ବୋଲି ଆମେ ପାଣିରେ ଟିକେ ହାଲୁକା ନା ସେଥିପାଇଁ ପାଣିରେ ଭାସୁଛି ଠିକ ଅଛି ଏବେ ଦେଖିବା ଏଇଟା କଣ ସ୍କେଚ ପେନ୍ ରଙ୍ଗ ପେନ୍ସିଲ ରଙ୍ଗ ସ୍କେଚଟା ପାଣିରେ ବୁଡୁଛି ନା ଭାସୁଛି ଆମେ ଦେଖିବା ନା ଭାସୁଛି ସତ ଭେରି ଗୁଡ୍ ଏଟା ଟିକେ ହାଲୁକା ସେଥିପାଇଁ ଏଇଟା କଣ ପାଇଁ ଶୁଣ ଗୋଟେ ଲୁହା କଣ୍ଟା ପାଣିରେ ବୁଡିଯାଏ ନାହିଁ ବାକି ଲୁହାରେ ତିଆରି ଜାହାଜ କେମିତି ପାଣିରେ ଭାସେ এটা ଆମେ ଲୁହା କଣ୍ଟା ପାଣିରେ ବୁଡିଯାଏ କିନ୍ତୁ ଚିନ୍ତା କରୁଛ ତମେ ଲୁହାରେ ତିଆରି ଜାହାଜଟା କଣ ପାଇଁ ପାଣିରେ ଭାସେ କଣ ପାଇଁ ପାଣିରେ ଭାସେ ନା ଆମେ ଯେତେବେଳେ ଉପର ଶ୍ରେଣୀ ଯିବା ଆସ୍ତେ ଆସ୍ତେ ଜଳର ସାନ୍ଦ୍ରତା ବିଷୟରେ ହେଲା ସେଟା ଅଛି ଜଳର ସାନ୍ଦ୍ରତା ସେଟା ବିଷୟରେ ଯେତେବେଳେ ପଢିବା ସେତେବେଳେ ଆମେ ଜାଣିବା ଏବେ ଖାଲି ତମେ ମାନେ ମନେ ରଖ ସେଇଟା ଜଳର ଭାସେ ତାକୁ ପାଣିରେ ଭାସେ ହେଲା ଯେଉଁଟା ଜଳର ଓଜନଠାରୁ ହାଲୁକା ସେଇଟା ପାଣିରେ ଭାସିବ ଆଉ ଯେଟା ଜଳର ଓଜନଠାରୁ ଅଧିକା ସେଟା ପାଣିରେ ବୁଡି ଆମେ ଗୋଟେ ପାତ୍ରରେ ଯେତିକି ଜଳ ରଖିବା ତାର ଓଜନ ଠାରୁ ଯେଟା ହାଲୁକା ସେଟା ଜଳରେ ଭାସିବ ଆଉ ଯେଟା କମ ଓଜନ ସେଟା ବୁଡି ସେଟା ଅଧିକ ଓଜନ ଯେଟା ସେଟା ବୁଡି ଯିବ ବୁଝିବ ଆମେ ଦେଖିବା ପାଣିରେ ଭାସୁଛି ତାହେଲେ ଏହାର ଓଜନ ପାଣିର ଓଜନ ଠାରୁ କମ କର ତ ଆগে ଏଇଟା ଦେଖିବା ଏଇ ପେନ୍ଟା ପାଣିରେ ଭାସୁଛି ନା ବୁଝି ଦେଖିବା କଣ ଭାସୁଛି କଣ ଭାସୁଛି ଯୋଉ ଓଜନ ବି କମ ହାଲୁକା ତେଣୁ ସେଟା ଭାସୁଛି ଏବେ ଆମେ ଦେଖିବା ଏଇ ରୋବଟ ସେଟା ଭାସୁଛି ନା ଦେଖିବା ଠିକ ଅଛି କଣ ବୁଡିଗଲା ତାହେଲେ ଜଳର ଓଜନ ଠାରୁ ରବର ଓଜନଟା ଅଧିକ ତେଣୁ ସେଟା